ଏଠାରେ ଆଲୋଚନା କରିବା +2 ଫାର୍ଷ୍ଟ ଇୟର ଇକୋନୋମିକ୍ସର ୟୁନିଟ୍ 1 ର ଚାପ୍ଟର 1 ଥିବା ବିଷୟ ଯୋଉଟାକି ଅଛି ତମର କ'ଣ ନା ଭାରତୀୟ ଅର୍ଥନୀତିର ସ୍ଥିତି। ସେଇ ବିଷୟରେ ଆମେ କ'ଣ କରିବା ସବିଶେଷରେ ଆଲୋଚନା କରିବା। ଏ ଭାରତୀୟ ଅର୍ଥନୀତିର ସ୍ଥିତିକୁ ଆଲୋଚନା କରିବା ପୂର୍ବରୁ ଆମକୁ ଜାଣିବାକୁ ହେବ ଭାରତୀୟ ଅର୍ଥନୀତି ସ୍ଥିତି ସମ୍ବନ୍ଧରେ ଏକ ସଂକ୍ଷିପ୍ତ ପରିଚୟ। ଦେଖ ପିଲାମାନେ, ଆମେ ଜାଣିଛେ ଆମ ଦେଶ 1947 ମସିହା ଅଗଷ୍ଟ 15 ତାରିଖ ସ୍ୱାଧୀନ ହେଲା। ତା ପୂର୍ବରୁ ଆମ ଦେଶ କ'ଣ ହେଇଥିଲା ନା ବ୍ରିଟିଶ ଉପନିବେଶିକ ଶାସନ ଦ୍ୱାରା ପରିଚାଳିତ ହେଉଥିଲା ଏବଂ ଆମ ଅର୍ଥନୀତି ମଧ୍ୟ ତା ଦ୍ୱାରା କ'ଣ ହେଉଥିଲା ନିୟନ୍ତ୍ରିତ ହେଉଥିଲା। ଏ ଉପନିବେଶର ଅର୍ଥ କ'ଣ ନା ଉପନିବେଶର ଅର୍ଥ ହେଉଛି ଏଇ ଯୋଉମାନେ ୟୁରୋପିଆନ ମାନେ ଯେତେବେଳେ ଆସିକି ଆମ ଦେଶରେ କ'ଣ କରୁଥିଲେ ନା ବାଣିଜ୍ୟ କାରବାର କରୁଥିଲେ, ପ୍ରଥମେ ସେମାନେ ଆଣିଥିବା ଦ୍ରବ୍ୟକୁ ଗୋଟେ ଜାଗାରେ ରଖୁଥିଲେ ଏବଂ ଆମ ଦେଶର କଞ୍ଚାମାଲକୁ ମଧ୍ୟ ସେଇଟାରେ ରଖାଯାଉଥିଲା ଏବଂ ଏଇ ରଖାଯାଇଥିବା ସ୍ଥାନ ଚାରିପଟେ କ'ଣ କରାହଉଥିଲା ନା ଗୃହମାନ ଏଇ ଯୋଉ ରହିବା ପାଇଁ ସେମାନଙ୍କର କଲୋନୀ ମାନେ ତିଆରି କରୁଥିଲେ। ଏଇ କଲୋନୀକୁ ଉପନିବେଶ କୁହାଯାଉଥିଲା। ଠିକ ଅଛି, ତାମାନେ ମୋଟାମୋଟି ସେମାନେ ବାଣିଜ୍ୟ କାରବାର କରିବା ଉଦ୍ଦେଶ୍ୟରେ ଆସିଥିଲେ ଏବଂ ପର୍ଯ୍ୟାୟକ୍ରମେ ସେମାନେ କ'ଣ କଲେ ଆମ ଦେଶ ଶାସନ କଲେ, ଯାହା ଫଳରେ ସେମାନେ ଚାହିଁଲେ ସେମାନେ ଅଧିକରୁ ଅଧିକ କିପରି ଶୋଷିତ କରିବେ ଭାରତୀୟ ମାନଙ୍କୁ, ଭାରତୀୟ କଞ୍ଚାମାଲ କିପରି ନେଇଯିବେ ସେଇ ବିଷୟରେ ସେମାନେ କ'ଣ କଲେ ଅଧିକ ପ୍ରଚେଷ୍ଟା କଲେ, ଯାହା ଫଳରେ କି ଆମର ଅର୍ଥନୀତିଟା ଅନଗ୍ରସର ହେଲା, ଅର୍ଥାତ୍ ଆଗକୁ ବଢି ପାଇଲା ନାହିଁ। ସ୍ଥାଣୁ ଅର୍ଥନୀତି ରହିଲା, ସ୍ଥାଣୁ ଅର୍ଥ ସ୍ଥିର ରହିଗଲା ଏବଂ ସେମାନଙ୍କ ଯେଉଁଠି କୃଷି ପ୍ରାଧାନ୍ୟ ପାଇଲା କିନ୍ତୁ ଶିଳ୍ପ ଦୁର୍ବଳ ହେଲା। ଯେଉଁ ଅର୍ଥନୀତିରେ କୃଷି ପ୍ରାଧାନ୍ୟ ଥାଏ ସେ ଅର୍ଥନୀତି କ'ଣ ଥାଏ ନା ଦୁର୍ବଳ ଥାଏ। ଠିକ ଅଛି, ତେଣୁକରି ସେମାନେ ତ କଞ୍ଚାମାଲକୁ ସେମାନେ ତାଙ୍କ ଦେଶକୁ ନେଇଗଲେ, କାରଣ ସେମାନେ ହେଉଛି କପା, ଝୋଟ, ନୀଳ ଏଇ ସବୁ ଜିନିଷ ଗୁଡ଼ିକ କୃଷକ ମାନଙ୍କୁ କହିଲେ ଅଧିକରୁ ଅଧିକ ଉତ୍ପାଦନ କର ଏବଂ ସେ ଉତ୍ପାଦନ କଲା ପରେ ସେଗୁଡ଼ାକୁ କଞ୍ଚାମାଲ ହିସାବରେ ସେମାନେ କ'ଣ କଲେ ତାଙ୍କ ଦେଶକୁ ନେଇଗଲେ। ତାପରେ ଦେଖିବା ଔପନିବେଶିକ ଅର୍ଥ ବ୍ୟବସ୍ଥା। ଦେଖ ପିଲାମାନେ, ଇଏ ହେଉଛି ଏପରି ଏକ ବ୍ୟବସ୍ଥା ଯେଉଁଠି ଶାସକ ଦେଶ ସହିତ ଶାସିତ ଦେଶର ସମ୍ବଳ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରେ। ଶାସକ ଦେଶ କହିଲେ ଇଂଲଣ୍ଡର କ'ଣ କରୁଥିଲା, ଶାସିତ ଦେଶ ଭାରତର ସମ୍ବଳକୁ ନିଜର ସ୍ୱାର୍ଥ ପାଇଁ ସେ ବ୍ୟବହାର କରୁଥିଲା, ଯାହା ଫଳରେ କ'ଣ ହେଲା ପିଲାମାନେ ନା ଭାରତ ଏକ କଞ୍ଚାମାଲ ଯୋଗାଣକାରୀ ହେଇଗଲା। ତ କଞ୍ଚାମାଲ ଯୋଗାଣ କିପରି ନା ଯାହା ଉତ୍ପାଦନ କଲା ଡାଇରେକ୍ଟ ସିଧାସଳଖ ୟୁରୋପକୁ ପଠେଇ ଦିଆଗଲା ଏବଂ ଇଂଲଣ୍ଡ କ'ଣ ହେଲା ନା ସେ ଗୋଟେ ଅନ୍ତିମ ଦ୍ରବ୍ୟର ବଜାର ଥିଲା। ଅନ୍ତିମ ଦ୍ରବ୍ୟ ମାନେ ପିଲାମାନେ ଫାଇନାଲ ଗୁଡ୍ସ। ଯେତେବେଳେ ଗୋଟେ ଦ୍ରବ୍ୟ ବ୍ୟବହାର ଉପଯୋଗୀ ହେଇଯାଏ ତାକୁ ଆମେ ଅନ୍ତିମ ଦ୍ରବ୍ୟ କହିଥାଉ। ତେଣୁକରି ଇଂଲଣ୍ଡ ହେଇଗଲା କ'ଣ ଅନ୍ତିମ ଦ୍ରବ୍ୟର ବଜାର ହେଇଗଲା। ଉଦାହରଣ ସ୍ୱରୂପ ଯଦି ଗୋଟେ କପା ଯଦି ଭାରତରେ ଉତ୍ପାଦନ ହେଲା, ସେ କପାକୁ ସେମାନେ କ'ଣ କଲେ ନେଇଗଲେ। କପା ହେଉଛି କଞ୍ଚାମାଲ ଏବଂ କପାରୁ ସେମାନେ କ'ଣ କଲେ ସୂତା ତିଆରି କଲେ, ସୂତାରୁ ସେ କ'ଣ କଲେ ଲୁଗା ତିଆରି କଲେ। ଏଇ ଯୋଉ ଲୁଗା ହେଉଛି କ'ଣ ନା ତମର ଅନ୍ତିମ ଦ୍ରବ୍ୟ। ଠିକ ଅଛି, ତେଣୁକରି ଭାରତ କ'ଣ କଲା କଞ୍ଚାମାଲକୁ କ'ଣ କଲା ଯୋଗାଣକାରୀ ହିସାବରେ ଯୋଗାଣ କଲା ଏବଂ ଇଂଲଣ୍ଡ କ'ଣ କଲା ସେଥିରୁ ସେ ଅନ୍ତିମ ଦ୍ରବ୍ୟ ପ୍ରସ୍ତୁତି କଲା। ଆଉ ଆମେ ଜାଣିଛେ ଅନ୍ତିମ ଦ୍ରବ୍ୟ ଯିଏ ପ୍ରସ୍ତୁତି କରେ ସେ ଅଧିକ ଲାଭବାନ ହୁଏ, ସେଥିପାଇଁ ସେମାନେ ଲାଭବାନ ହେଲେ, ଆମେ ସେମିତି କିଛି ଫାଇଦା ପାଇଲୁ ନାହିଁ। ଏଇ ଯୋଉ ଆମ ଦେଶରୁ ସେମାନେ ବହି ନେଉଥିଲେ, ଏହାକୁ ପ୍ରଥମେ କିଏ କ'ଣ କଲେ ନା ଏହାକୁ କ'ଣ କଲେ ନା ଲୋକଲୋଚନକୁ ଆଣିଲେ ଦାଦା ଭାଇ ନାରୋଜୀ। ମନେ ରଖିବ ପିଲାମାନେ, ସମ୍ପତ୍ତିର ବହିର୍ଗମନ ସିଦ୍ଧାନ୍ତ ଏଇଟା ଗୋଟେ ବହି, ଟ୍ରେନ୍ ଅଫ୍ ୱେଲ୍ଥ ଥିଓରି। ଏଇ ବହିଟା ଦାଦା ଭାଇ ନାରୋଜୀ ଲେଖିଥିଲେ। ସିଏ ସେଥିରେ ଆକଳନ କରିଥିଲେ ଭାରତରୁ ପାଖାପାଖି 200 ରୁ 300 କୋଟି ଟଙ୍କା ପ୍ରତିବର୍ଷ ବିଦେଶକୁ କ'ଣ ହଉଛି ବା ଇଂଲଣ୍ଡକୁ କ'ଣ ହଉଛି ନା ସ୍ଥାନାନ୍ତରିତ ହେଉଛି ଏବଂ 200 ରୁ 300 କୋଟି ଟଙ୍କା ଆମାଉଣ୍ଟ ସେ ସମୟରେ ବହୁ ଅଧିକ ଥିଲା। ତାପରେ ଦେଖିବା ସ୍ୱାଧୀନତା ପୂର୍ବରୁ ଭାରତର ଅବସ୍ଥା କ'ଣ ଥିଲା, ମାନେ ଯେତେବେଳେ ଏମାନେ ଶାସନ କରୁଥିଲେ, ଯୋଉ ବ୍ରିଟିଶର ମାନେ ଶାସନ କରୁଥିଲେ ନା, ଯଦି ଦେଖିବା ଆମର ଜାତୀୟ ଆୟ, ଦେଶର ମୋଟ ଆୟ ଥିଲା 6,234 ଟଙ୍କା। ଯଦି ମୁଣ୍ଡ ପିଛା ଆୟ ଥିଲା 198 ଟଙ୍କା, ମାତ୍ର 198 ଟଙ୍କା ପ୍ରତି ବର୍ଷକୁ। ଯଦି ତାକୁ ଦୈନିକ ହିସାବ କରିବା ମାତ୍ର 67 ପଇସା।
ଆଉ ଯଦି ଦେଖିବା ସେତେବେଳେ କୃଷିର ପ୍ରାଧାନ୍ୟ ଏତେ ଥିଲା ଯେ 72% ଲୋକ କୃଷି ଉପରେ ନିର୍ଭର କରୁଥିଲେ। ଆଉ ଜିଡିପି ଗ୍ରୋସ୍ ଡୋମେଷ୍ଟିକ ପ୍ରଡକ୍ଟ ମାନେ ମୋଟ ଘରୋଇ ଉତ୍ପାଦ ସେ ସମୟରେ ଥିଲା 6.6%। ଠିକ ହେଲା। ତାପରେ ନାରୀ ସରି ସ୍ୱାକ୍ଷରତା ହାର ଥିଲା 17% ଏବଂ ନାରୀ ସ୍ୱାକ୍ଷରତା ହାର ଥିଲା ମାତ୍ର 7%। ତେଣୁକରି ଏଇଠି ମୋଟାମୋଟି ଉପରେ ଏଠୁ ଯଦି ଆମେ ଆଲୋଚନା କରିବା, ଆମେ ଯଦି ଆନାଲିସିସ୍ କରିବା, ଦେଖିବା ଅବସ୍ଥା ବହୁତ ସଙ୍ଗୀନ ଥିଲା। ତାପରେ ଦେଖିବା କୃଷି କ୍ଷେତ୍ରରେ କଣ ହଉଥିଲା ନା, କୃଷି କ୍ଷେତ୍ରରେ ସେତେବେଳେ ସାମନ୍ତବାଦୀ ବ୍ୟବସ୍ଥା ସୃଷ୍ଟି ହେଇଥିଲା। ସାମନ୍ତବାଦୀ ମାନେ ଗୋଟେ ମୁଖ୍ୟ ମାନେ ଜମିଦାରୀ ପ୍ରଥା ଟାଇପ, ଜମିଦାରୀ ପ୍ରଥା, ଯୋଉଠି କି ଜମିଦାର ମାନେ ଉଚ୍ଚ କର ଧାର୍ଯ୍ୟ କରୁଥିଲେ। ସାମନ୍ତବାଦୀ ମାନେ ଜଣେ ଲୋକକୁ କଣ ହବ, ସାମନ୍ତ ହିସାବରେ ଗ୍ରହଣ କରାଯିବ, ଯୋଉଟା କି ତମର ସିଏ କଣ କରୁଥିବ ନା, ସିଏ କୃଷକ ମାନଙ୍କ କଥା ବା ତାର ରୟତ ମାନଙ୍କ କଥା ସେ ବୁଝିବ ହେଲା। ଠିକ ସେଇଭଳିଆ ସେତେବେଳେ କଣ ଥିଲା, ଜମିଦାର ରହୁଥିଲେ ଗାଁ ମାନଙ୍କରେ। ଜମିଦାର ମାନେ କଣ କରୁଥିଲେ, ପ୍ରଜା ମାନଙ୍କୁ ଭୂମି ଯୋଗେଇ ଦଉଥିଲେ ଏବଂ ତାଙ୍କ କତରୁ ସେମାନେ କଣ କରୁଥିଲେ, ଅଧିକ କର ଆଣୁଥିଲେ। କାହିଁକି ଅଧିକ କର ଆଣୁଥିଲେ ନା, କାରଣ କର ତାଙ୍କୁ ଇଂରେଜ ମାନଙ୍କୁ ଦବାକୁ ପଡିବ ଏବଂ ସେ ଜମିଦାର ଟା ତାଙ୍କ ସ୍ଥିର ହେଇ ରହୁନଥିଲା। କର ଯଦି ନ ଦେବେ, ଇଂରେଜ ମାନେ ତାଙ୍କ କତରୁ କଣ କରିବେ, ଜମିଦାରୀ ନେଇଯିବେ। ତେଣୁକରି ଯଦି ସେ କଲେକ୍ସନ ଯଦି 50 ଟଙ୍କା ହଉଥିବ ହବା କଥା, ସେମାନେ 250 ଟଙ୍କା ବା 250 ଟଙ୍କା ସେମାନେ କରୁଥିଲେ। ବାକି 200 ଟଙ୍କାକୁ ସେମାନେ ହାତରେ ରଖିଲେ, ଯାହା ଫଳରେ ଏଇ ଯୋଉ ତମର ଧାର୍ଯ୍ୟ କରଠାରୁ ଅଧିକ ପରିମାଣ କର କଣ କରୁଥିଲେ ନା, ରୟତ ମାନେ ଦଉଥିଲେ ବା ଚାଷୀ ମାନେ ଦଉଥିଲେ। ଯାହା ଫଳରେ କି କଣ ହଉଥିଲା ନା, କୃଷି ଉପରେ ଏହାର ବହୁତ ବଡ ପ୍ରଭାବ ପଡୁଥିଲା, ମାନେ ଖରାପ ପ୍ରଭାବ ପଡୁଥିଲା। ଆଉ ସେତେବେଳେ କୃଷିଟା ପାରମ୍ପରିକ ଉପକରଣ ଚାଲୁଥିଲା। ସେ କାଠ ଲଙ୍ଗଳ ସେଇ ବଳଦ ଦ୍ଵାରା ହଳ ହଉଥିବ, ସାର ବ୍ୟବହାର ହଉନଥିଲା, ଜଳସେଚନ ସେମିତି ସୁବିଧା ନଥିଲା, ଯାହା ଫଳରେ ଉତ୍ପାଦନ ବହୁତ କମି ଯାଉଥିଲା। ଏବଂ ତା ସହିତ ଇଂରେଜ ମାନେ ବାଧ୍ୟ କରୁଥିଲେ, କହିଲେ ତୁମେ କପା ଚାଷ କର, ତମେ ଝୋଟ ଚାଷ କର, ତୁମେ ଏଇ ଯୋଉ ନୀଳ ଚାଷ କର, ଏମିତି ସବୁ ସେ କଣ କଲେ, ବାଧ୍ୟ କଲେ, ଯାହାଫଳରେ ଖାଦ୍ୟ ଶସ୍ୟ ଉତ୍ପାଦନ ହେଇପାରୁ ନଥିଲା। ଯଦି ଦେଖିବା ସେତେବେଳେ ଶିଳ୍ପ କ୍ଷେତ୍ରରେ କଣ ପରିସ୍ଥିତି ଥିଲା ନା, ସେତେବେଳେ ଯୋଉ ଊନବିଂଶ ଶତାବ୍ଦୀ ଅର୍ଥାତ୍ 1800 ମାନେ ମସିହାରୁ ତମର 1801 ମସିହାରୁ 1900 ଏଇ ସମୟରେ ଯଦି ଦେଖିବା, ଭାରତର କୁଟୀର ଶିଳ୍ପଟା ଥିଲା ଗୋଟେ ସୁବର୍ଣ୍ଣ ଯୁଗ। ଅର୍ଥାତ୍ ମାନେ କୁଟୀର ଶିଳ୍ପରେ ବହୁ ଉନ୍ନତ ମାନର ଦ୍ରବ୍ୟ ସବୁ ଉତ୍ପାଦନ କରୁଥିଲେ ହେଲା। ଏବଂ ସମସ୍ତ ଫିନିଶ୍ଡ ଗୁଡ ବା ତମର କଣ ନା, ଅନ୍ତିମ ଦ୍ରବ୍ୟ ବା ସମାପ୍ତ ଦ୍ରବ୍ୟ ଗୁଡିକ ବା ବସ୍ତ୍ର ଗୁଡିକ ଉତ୍ପାଦନ ହଉଥିଲା। ଆଉ ଏଇ ଯୋଉ ଉତ୍ପାଦିତ ଦ୍ରବ୍ୟ ଗୁଡିକ ବା ବସ୍ତ୍ର ଗୁଡିକ ସେମାନେ ବିଦେଶରେ ଦେଇ ତା ବଦଳରେ ସୁନା ଆଉ ରୂପା ଗୁଡିକ ଆମଦାନୀ କରୁଥିଲେ। କିନ୍ତୁ ଯେତେବେଳେ ଇଂରେଜ ମାନଙ୍କ ହାତକୁ ଶାସନ ଚାଲିଗଲା, ସେ ବିଂଶ ଶତାବ୍ଦୀ ମାନେ 1901 ରୁ ତମର 2000 ମସିହା ଭିତରେ ଏଇ ଯୋଉ ସମୟରେ ଶିଳ୍ପର ଅବସ୍ଥା କଣ ଆସିଗଲା ନା, ସେତେବେଳେ ତମର ଟିସ୍କୋ ବୋଲି ଗୋଟେ କାରଖାନା 1907 ମସିହାରେ ଆରମ୍ଭ ହେଇଥିଲା, ଲୁହା କାରଖାନାଟା। ଏବଂ ସେତେବେଳେ ଯୋଉ କପା, ଝୋଟ ଇଏ ସବୁ କଣ ହଉଥିଲା, ବିଦେଶୀକୁ ରପ୍ତାନି ହେଲା। କିନ୍ତୁ ତା ପୂର୍ବରୁ ଏମାନେ ପୁରା ବସ୍ତ୍ର ତିଆରି କରିକି ଫିନିଶ ଗୁଡ ହିସାବରେ ବସ୍ତ୍ର ପଠଉଥିଲେ, କିନ୍ତୁ ଇଏ ତାର କଞ୍ଚାମାଲ ଗୁଡା ସବୁ ପଠେଇଦେଲେ, ଇଏ ଆଉ ତିଆରି କଲେନି ହେଲା। ତାପରେ ସେତେବେଳେ ସୁନା ରୂପା ହଉଛି ଆମ ଦେଶକୁ ଆମଦାନୀ ହଉଥିଲା। ଯେତେବେଳେ କଣ ହେଲା, ଇଏ ତ କଞ୍ଚାମାଲ ପଠେଇଦେଲେ, ସେମାନେ ସେଥିରେ ଲୁଗା ତିଆରି କରି ଭାରତକୁ ପଠେଇଲେ। ଦେଖ ପିଲାମାନେ, ଏଇ ଯାହା ଫଳରେ କି ଆମ ଅର୍ଥନୀତି କଣ ହେଲା, ଦୁର୍ବଳ ହେଇଗଲା। ହୁଁ। ତାପରେ ଆମେ ଦେଖିବା ଦେଶ ବିଭାଜନ। ଆମେ ଜାଣିଛେ 1947 ମସିହାରେ ଆମ କଣ ହେଲା, ଦେଶ ବିଭାଜିତ ହେଇଗଲା। ଯଦି ବିଭାଜିତ ହେଇଗଲା, ତାର ପ୍ରଭାବ କଣ ହେଲା ନା, କୃଷି ମାନେ ଦେଖ, ଯେତେବେଳେ ବିଭାଜନ ହେଲା, କୃଷିର କଣ କ୍ଷତି ହେଲା ନା, ଭାରତର ଅଧିକାଂଶ ଝୋଟ ଏବଂ କପା ଉତ୍ପାଦନ ଅଞ୍ଚଳ ଆମକୁ ଛାଡିବାକୁ ପଡିଲା। ଜାଣିଛେ କପା ଉତ୍ପାଦନରେ ତମର କିଏ ନା, ବାଂଲାଦେଶ ହଉଛି ବିଶ୍ୱର 1 ନମ୍ବର, ଯୋଉଟା କି ଭାରତର ଅଂଶ ଥିଲା, ଯୋଉଟା କି ଦେଶ ବିଭାଜନ ବେଳେ ସେଟା କଣ ହେଇଥିଲା, ପାକିସ୍ତାନ ପଟରେ ଚାଲି ଯାଇଥିଲା। ତେଣୁକରି ସେମାନେ ଆମର କପା ଉତ୍ପାଦନ, ଝୋଟ ଉତ୍ପାଦନ ଅଞ୍ଚଳ ଗୁଡିକ ସେମାନେ ବେଶୀ ଅଞ୍ଚଳ ସେମାନେ ନେଇଗଲେ। ଆଉ ତମର ଯୋଉ ପଟ୍ଟ ଶିଳ୍ପ ମାନେ ଝୋଟ, 80% କାରଖାନା ପାକିସ୍ତାନ ରହିଗଲା, ଭାରତୀୟ ମାନଙ୍କ ମାତ୍ର 20%। ତେଣୁକରି ଆମେ ଏଥିରେ କଣ ହେଲା, ବହୁତ କ୍ଷତିଗ୍ରସ୍ତ ହେଲେ।
ଆଉ ସବୁଠୁ ବଡ କଥା ହଉଛି ସେ ସମୟରେ ପାଖାପାଖି 1 କୋଟି ଲୋକ ବିସ୍ଥାପିତ ହେଇଥିଲେ, ମାନେ ପାକିସ୍ତାନରୁ ଆସିଥିଲେ ଶରଣାର୍ଥୀ ହିସାବରେ। ସେମାନେ ଆସିକି ଆମରି ଉପରେ କଣ କଲେ ନା ଆମ ଜନସଂଖ୍ୟା ସହିତ ସାମିଲ ହେଇଯାଇଥିବାରୁ ଆମ ଉପରେ କଣ ଅଧିକ ଚାପ ପଇଲା। ତାପରେ ଯଦି ଆମେ ଦେଖିବା ରିଏଲି କଣ ହଉଥିଲା ସେଇ ସମୟରେ, ମାନେ 1750 ପୂର୍ବରୁ ଭାରତର ବସ୍ତ୍ର ବିଶ୍ୱରେ ପ୍ରସିଦ୍ଧ ଲାଭ କରୁଥିଲା। ଇଂଲଣ୍ଡରେ ମଧ୍ୟ ଭାରତୀୟ ଲୁଗା ବିକ୍ରି ହଉଥିଲା ହେଲା। ସବୁଠୁ ବଡ କଥା, ଇଂଲଣ୍ଡରେ ଭାରତୀୟ ଲୁଗା ବିକ୍ରି ହଉଥିଲା, କିନ୍ତୁ ଏମିତି ସମୟ ଆଇଲା ଯେ ସେମାନେ ଲୁଗା ତିଆରି କରି ଭାରତୀୟକୁ ବିକିଲେ। ଆଉ ଯେତେବେଳେ 1813 ବ୍ରିଟିଶ ସରକାର ଶାସନ ଆଇଲା, ସେ ବ୍ରିଟିଶ ସରକାର କଣ କଲେ, ଫ୍ରି ଟ୍ରେଡ୍ ପଲିସି କଲେ, ଯାହାଦ୍ୱାରା ଭାରତରେ ଇଂରେଜ ସାମଗ୍ରୀ ପ୍ରବେଶ କଲା। ଫ୍ରି ଟ୍ରେଡ୍ ପଲିସି ମାନେ କୌଣସି ଶୁଳ୍କ ପଡିବନି, ଭାରତରେ ତାଙ୍କର ଦ୍ରବ୍ୟ ବିକ୍ରି ହବ। ଇଂରେଜ ଲୁଗା ସହ ପ୍ରତିଦ୍ୱନ୍ଦିତା କରି ଭାରତୀୟ କାରିଗର ମାନେ ପରାଜିତ ହେଲେ, କାରଣ ସେମାନେ ମେସିନରେ ତିଆରି କରୁଥିଲେ, ଏମାନେ ହାତରେ ତିଆରି କରୁଥିଲେ। ମେସିନରେ ତିଆରି କରୁଥିବା ଜିନିଷ ଗୁଡିକ କଣ ହଉଥିଲା, ଟିକେ ଭଲ ଦେଖା ଯାଉଥିଲା। ଯୋଉଥିପାଇଁ କି କଣ କରୁଥିଲା ନା ଭାରତୀୟ ବଜାରରେ ଭାରତୀୟ ହସ୍ତତନ୍ତ ମୁଣ୍ଡ ଟେକି ପାଇଲା ନାହିଁ। ତାପରେ ଫଳାଫଳ ହସ୍ତଶିଳ୍ପୀ ମାନେ କୃଷି ଶ୍ରମିକ ହେବାକୁ ବାଧ୍ୟ ହେଲେ। ଯୋଉମାନେ କାମ କରୁଥିଲେ ହସ୍ତଶିଳ୍ପ, ସେମାନଙ୍କୁ ଆଉ ତ କାମ ମିଳିଲାନି, ସେମାନେ ବାଧ୍ୟ ହେଇକି କୃଷକ ହେଲେ, ଯାହାଫଳରେ କୃଷି ଉପରେ ମଧ୍ୟ ଚାପ ବୃଦ୍ଧି ପାଇଲା। ଶେଷରେ ଆମେ ତାକୁ ଟିକେ ସାରାଂଶକୁ କୁଇକଲି ଆମେ ଦେଖିଦବା ନା, ଭାରତର ବ୍ରିଟେନର କଞ୍ଚାମାଲର ସ୍ରୋତ ଥିଲା। ଭାରତ ବ୍ରିଟେନର କଞ୍ଚାମାଲ, ଅର୍ଥାତ୍ ଭାରତରୁ ସମସ୍ତ କଞ୍ଚାମାଲ ବ୍ରିଟେନକୁ ଯାଉଥିଲା। ଭାରତରେ ଜମିଦାରୀ ପ୍ରଥା ଥିଲା, ଯାହାଫଳରେ କୃଷକମାନେ କଣ ହେଲେ, ଶୋଷିତ ହଉଥିଲେ ଏବଂ ହସ୍ତଶିଳ୍ପ କୁ ସେମାନେ ଧ୍ୱଂସ କରିଦେଲେ। କାହିଁକିନା ଏମାନେ କଞ୍ଚାମାଲକୁ ସବୁ ସେମାନେ ବ୍ରିଟିଶ ତମର ନିଜ ଦେଶ, ସେମାନଙ୍କ ଦେଶକୁ ନେଇଯାଉଥିବାରୁ ଆମର ହସ୍ତଶିଳ୍ପ ଧ୍ୱଂସ ପାଇବାକୁ ଲାଗିଲା। ଅର୍ଥନୀତିର ଭିତ୍ତିଭୂମି କେବଳ ବ୍ରିଟିଶ ସ୍ୱାର୍ଥ ପାଇଁ ପରିଚାଳିତ ହଉଥିଲା ହେଲା। ଆଉ 1947 ଯେତେବେଳେ ଦେଶ ବିଭାଜନ ହେଲା, ଅର୍ଥନୀତି ଆଉ ଦୁର୍ବଳ ହେଲା, କାରଣ 1 କୋଟିରୁ ଅଧିକ ଶରଣାର୍ଥୀ ଭାରତରେ ସ୍ଥାପିତ ହେଲେ। ଆମର ସବୁଠୁ ପଟୁ ମାଟି ଥିବା ଜାଗା ଗୁଡିକ ଏବଂ ତା ସହିତ ଛୋଟ ଚାଷ, କପା ଚାଷ ହଉଥିବା ଜାଗା ଗୁଡିକ ର 80% ପାକିସ୍ତାନ ହାତରେ ପଡିଲା, ଯୋଉଥି ପାଇଁ କି ଆମର ଅର୍ଥନୀତି ଦୁର୍ବଳ ହେଇକି ଲାଗିଲା। ନେକ୍ସଟ ଭିଡିଓ ପାଇଁ ପିଲାମାନେ ତମେ କଣ କରିବ, ଚ୍ୟାନେଲକୁ ଲାଇକ୍ କରିବା ସହିତ